ନମ୍ବର 1 ରସୁଲଗଡ଼ ବିଚ୍ ରାସ୍ତାରେ ବିଶ୍ରବ ହତ୍ୟା ଚିହ୍ନଟ ହୋଇସାରିଲେଣି ହତ୍ୟାକାରୀ ସହଦେବ ନାୟକ। ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ 2 ଜଣ ଚିହ୍ନଟ ହୋଇସାରିଛନ୍ତି। 3 ସନ୍ଦିଗ୍ଧଙ୍କୁ ଅଟକାଇ ରଖି ପୋଲିସ ପଚରାଉଚରା କରୁଛି। ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର ବୋଲି ଜଣାପଡ଼ିଛି। ପୂର୍ବରୁ ବିଜ୍ଞପ୍ତ ରାଗ ଥିଲା, ସେହି ରାଗ ପାଇଁ ହତ୍ୟାକାଣ୍ଡ ହୋଇଥିବା ନେଇ ଭୁବନେଶ୍ୱର ଡିସିପି କହିଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ବୁଧବାର ବିଶ୍ରବ ହତ୍ୟା କରାଯାଇଛି। ଜନଗହଳିପୂର୍ଣ୍ଣ ରସୁଲଗଡ଼ ବାଣୀବିହାରୀ ମେନ୍ ରୋଡରେ ବୁଧବାର ସକାଳୁ ସକାଳୁ ଯୁବକଙ୍କ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣି ଦେଇଛନ୍ତି। ଦୁର୍ବୃତ୍ତଙ୍କ ଯୁବକଙ୍କ ମୁଣ୍ଡ କାଟି ଦେଇଥିବା ବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଛି। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ନମ୍ବର 2 ଜୀବନ ହାରିଲେ ଆଉ ଜଣେ ଅନ୍ନଦାତା, ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଲସାହି ଗାଁରେ ଅଶୋକ ପରିଡ଼ା। ସେ 7 ଏକର ଜମିରେ ଧାନ ଚାଷ କରିଥିଲେ। ସୋସାଇଟି ଏବଂ ଗ୍ରୁପରୁ ପ୍ରାୟ 3 ଲକ୍ଷ ଟଙ୍କା ଲୋନ୍ କରିଥିଲେ ଚାଷ ପାଇଁ। ଅଦିନିଆ ବର୍ଷାରେ ତାଙ୍କର ସବୁ ଧାନ ନଷ୍ଟ ହୋଇଯାଇଛି। ଏଥିପାଇଁ ସେ କିଛିଦିନ ହେଲା ଚିନ୍ତାରେ ଥିଲେ। କାଲି ସକାଳେ ବିଲକୁ ଯାଇଥିଲେ ଅଶୋକ। ଚାଷ ନଷ୍ଟ ଧକ୍କା ସହି ନପାରି କାଲି ସକାଳେ ସେ ଘରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ଅଶୋକଙ୍କ ଘର ଏବେ କାନ୍ଦ ବୋବାଲିରେ ଫାଟି ପଡ଼ୁଛି। ନମ୍ବର 3 ଭୟଙ୍କର ହେଲା HMPV ଭାଇରସ୍। ସବୁ ସ୍କୁଲ ଛୁଟି ଘୋଷଣା କଲେ ସରକାର। କରୋନା ପରେ ପୁଣି ଥରେ ଚାଇନାରେ ନୂଆ ଭାଇରସ୍ HMPV ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ୍ ମହାମାରୀ ପ୍ରାୟ 5 ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରମଣ ଭୂତାଣୁ ହ୍ୟୁମାନ୍ ମେଟାମୋ ଭାଇରସ୍ ଏବେ ଭାରତରେ ପଶିଛି। ଦେଶରେ 6 HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ 2 ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରେ ଜଣେ ଏବଂ କୋଲକାତାରେ 1 ଏବଂ ଚେନ୍ନାଇରେ 2 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହି ଭୂତାଣୁ ଯୋଗୁଁ ଚାଇନାରେ ମଧ୍ୟ ଅବସ୍ଥା ବିଗିଡ଼ିବା ଆରମ୍ଭ କରିଛି। ନମ୍ବର 4 କଟିବ ପାକିସ୍ତାନର ନାକ, ହାତରୁ ଚାଲିଯାଇପାରେ ଚାମ୍ପିୟନ୍ ଟ୍ରଫିର ଆୟୋଜନ କ୍ଷମତା। ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ୍ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିୟନ୍ ଟ୍ରଫିର ଆୟୋଜନ ହେବାର କ୍ଷମତା ଚାଲିଯାଇପାରେ। କାରଣ ଏହାର ସ୍ଥାନ ନିର୍ଦ୍ଧାରିତ ହୋଇନାହିଁ। ଜାନୁଆରୀ 19ରୁ ଚାମ୍ପିୟନ୍ ଟ୍ରଫି ଖେଳାଯିବ। ପ୍ରଥମ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ମୁକାବିଲା ପାକିସ୍ତାନର 3 ଷ୍ଟାଡିୟମ ଲାହୋରରେ, ରାୱଲପିଣ୍ଡି ଏବଂ କଚାରରେ ହେବ। ଟୁର୍ଣ୍ଣାମେଣ୍ଟ ମୁକାବିଲା ପାକିସ୍ତାନର 3 ଷ୍ଟାଡିୟମ ଲାହୋରରେ, ରାୱଲପିଣ୍ଡି ଏବଂ କଚାରିରେ ହେବ। ହେଲେ ଏବେ ଯାଏଁ ଏହି ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇ ନାହିଁ। ଚାମ୍ପିୟନ୍ ଟ୍ରଫି ଆରମ୍ଭ ହେବାକୁ ଏବେ ମାତ୍ର 40 ଦିନ ଅଛି। ପାକିସ୍ତାନର 3ଟି ଯାକ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ରହିଛି। ଆସନ୍ତା ସପ୍ତାହରେ ICC ଅଧିକାରୀ ପାକିସ୍ତାନରେ ଯାଇ କଚାରି, ରାୱଲପିଣ୍ଡି ଏବଂ ଲାହୋର ଷ୍ଟାଡିୟମରେ ପରିଦର୍ଶନ କରି ସ୍ଥିତି ରଖିବେ। ନମ୍ବର 5 ଦଶମ ପାସ୍ କରିଥିଲେ ପାଇଯିବେ ଏହି ସରକାରୀ ଚାକିରି। ଆବେଦନ କରି ଦେଖନ୍ତୁ। ଯେଉଁମାନେ ରେଳବାଇରେ ଚାକିରି ପାଇଁ ସ୍ୱପ୍ନ ଦେଖୁଛନ୍ତି ତାଙ୍କ ପାଇଁ ଖୁସି ଖବର ଆସିଛି। ଦଶମ ଏବଂ ITI ପାସ୍ ଯୁବକମାନଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳ ଏକ ଭଲ ସୁଯୋଗ ଆଣିଛି। ଆପ୍ରେଣ୍ଟିସ୍ ବମ୍ପର ପୋଷ୍ଟଗୁଡ଼ିକ ନିଯୁକ୍ତି ପାଇଁ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀଙ୍କ 27 ଜାନୁଆରୀ 2025 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ମୋଟ 4232 ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ହେବ। ପ୍ରାର୍ଥୀମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ନିଯୁକ୍ତି ପାଇଁ ଆବେଦନ କରିବା ଉଚିତ। ଶେଷ ତାରିଖ ପରେ ପ୍ରାର୍ଥୀମାନେ ଆବେଦନ କରିବାର ସୁଯୋଗ ପାଇବେ ନାହିଁ। ଆବେଦନକାରୀ ପ୍ରାର୍ଥୀ ସର୍ବନିମ୍ନ 50% ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ନମ୍ବର 6 ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ମାଗଣା ଯୋଜନା ଲାଗି ଟଙ୍କା ଅଛି। ମାଗଣା ଶିକ୍ଷା ସହ ଏବେ ପ୍ରତି ମାସରେ ଫ୍ରି ଟଙ୍କା ବାଣ୍ଟିବା ପରମ୍ପରା ମଧ୍ୟ ବଢ଼ିଲାଣି। ଏଭଳି ମାଳ ମାଳ ମାଗଣା ଯୋଜନା ଜାରି ରହିଛି। ଏହା କେବଳ ଗୋଟିଏ ରାଜ୍ୟରେ ନୁହେଁ, ଦେଶରେ ଅନେକ ରାଜ୍ୟ ଏହି ଫ୍ରି ରାବିଡ୍ କଲଚର ବଜାୟ ରଖିଛନ୍ତି, ଯାହା ସେମାନଙ୍କୁ ନିର୍ବାଚନରେ ମଧ୍ୟ ଲାଭ ଦିଏ। ଏବେ ଏହି ରାବିଡ୍ କଲଚରକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜିଲ୍ଲା କୋର୍ଟର ଜଜ୍ ଦରମା ଏବଂ ପେନ୍ସନକୁ ନେଇ ସରକାରଙ୍କର ମନୋଭାବ ସୁପ୍ରିମକୋର୍ଟକୁ ନିରାକରଣ କରିଛି। ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁନାହାନ୍ତି ସେମାନଙ୍କ ପାଇଁ ସରକାର ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନ୍ସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଯାଉଛି। ନମ୍ବର 7 5 ଟଙ୍କିଆ ନୋଟକୁ ନେଇ ଆସିଲା ବଡ଼ ଖବର। ଜନସାଧାରଣଙ୍କ ପାଇଁ ଆଲର୍ଟ। 5 ଟଙ୍କିଆ ନୋଟ ବିଷୟରେ ବିଶେଷ କିଛି କହିବାର ନାହିଁ। କାରଣ କେନ୍ଦ୍ର ସରକାର ପୁରୁଣା ନୋଟଗୁଡ଼ିକ ବାତିଲ କରି ଅତୀତରେ ନୂଆ ମୁଦ୍ରା ନୋଟ ପ୍ରଣୟନ କରିଛନ୍ତି। ଏଥିମଧ୍ୟରୁ 5 ଟଙ୍କିଆ
ଟଙ୍କିଆ ନୋଟ୍ ଅଛି ଯାହାକୁ ଆମେ ବର୍ତ୍ତମାନ ବ୍ୟବହାର କରୁଛୁ। ତେବେ ଏହି 5 ଟଙ୍କିଆ ନୋଟ୍ ସମ୍ବନ୍ଧରେ ନିକଟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେଣୁ ଲୋକମାନେ ଏହା ବିଷୟରେ ଜାଣିବା ଜରୁରୀ। ଅନ୍ୟଥା ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିକଟରେ ଏପରିକି କାଦିରେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ନକଲି 5 ଟଙ୍କିଆ ନୋଟ୍ ବଜାରରେ ଦେଖିବାକୁ ମିଳିଥିଲା। ଅନେକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି। ସେଥିପାଇଁ 5 ଟଙ୍କିଆ ନୋଟ୍ ଅସଲି ନା ନକଲି ତାହା ଯାଞ୍ଚ କରିବା ଉଚିତ। ନମ୍ବର 8 ବନ୍ଧୁକ ତିଆରି କଲା ଚୀନ, ଚିନ୍ତାରେ ଆମେରିକା। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ବିଜୟୀ ହୋଇଛନ୍ତି। ଟ୍ରମ୍ପ ଆସିବା ପରେ ସବୁଠୁ ଅଧିକ ଚିନ୍ତାରେ ଅଛି ଚାଇନା। କାରଣ ଟ୍ରମ୍ପ ପୂର୍ବରୁ ଚୀନ ଉପରେ ବିଭିନ୍ନ ପ୍ରକାର ଶୁଳ୍କ ବୃଦ୍ଧି କରିବା ସହିତ କରୋନା ପାଇଁ ଚୀନକୁ ଦାୟୀ କରିଥିଲେ। ଏମିତିକି ତାଇୱା ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ମୁହାଁମୁହିଁ ବି ହୋଇଥିଲେ। ଏବେ ପୁଣି ଥରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ନେବେ। ତେଣୁ ଏହା ପୂର୍ବରୁ ଆମେରିକାକୁ ଟକ୍କର ଦେବାକୁ ଚୀନ ପ୍ରସ୍ତୁତି ଚଳାଇଥିବା କୁହାଯାଇଛି। ଆମେରିକା ଚାଇନା ଭିତରେ ବଢ଼ୁଛି ତିକ୍ତତା ଟ୍ରମ୍ପଙ୍କୁ ନାଲି ଆଖି ଦେଖାଇବା ପାଇଁ ଜିନପିଙ୍ଗ ତୟାରୀ ଗୋଟିଏ ମିନିଟ୍ ବନ୍ଧୁକରେ ବାହାରିବା 4 ଲକ୍ଷ ଗୁଳି। ଚାଇନା ତିଆରି କରୁଛି ଅତ୍ୟାଧୁନିକ ବନ୍ଧୁକ, ହାଇପରସୋନିକ ମିସାଇଲ୍ ବି ରଖିପାରେ। ନମ୍ବର 9 5ଟି ମାମଲା ନିର୍ଦ୍ଦୋଷରେ ଖଲାସ ହେବା ପରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା। ସବୁ ମାମଲା ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ। ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ। କାଲି 3ଟି ମାମଲାରେ ଦୋଷମୁକ୍ତ କଲେ ବ୍ରହ୍ମପୁର ଜେଏମ୍ଏଫ୍ସି ଗ୍ରାମାଞ୍ଚଳ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ। ମଙ୍ଗଳବାର 2ଟି, ବୁଧବାର 3ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ। ସେପଟେ ନିର୍ଦ୍ଦୋଷମୁକ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ। କହିଛନ୍ତି, ମୋତେ ଆଜି ରିଲିଫ୍ ମିଳିଛି। ପ୍ରତ୍ୟେକ ମାସରେ 10ଟି କେସ୍ ପରେ ପ୍ରସ୍ତୁତ ହେବ 4ରୁ 5 ବର୍ଷ ମୂଲ୍ୟାୟନ ସମୟ ବିତିଛି। ସଂସଦରେ ଭଲ ଯୋଜନା କରି ମୋତେ ପୋଷେଇବା ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏତେ ମଣିଷକୃତ ପୋଷେଇବା ପାଇଁ ଚେଷ୍ଟା କରିଥିଲେ କୋର୍ଟ ନିର୍ଦ୍ଦେଶରେ ଖଲାସ ହେବି। ବାପା ମା ନାହାନ୍ତି, ଏମିତି ପୁଅ ଜନ୍ମ ହେଇଥିଲି। ପୁଅ ଝିଅ ସ୍କୁଲରେ ପଢ଼ିବେ ବୋଲି ପିଲା ଯାହା କହୁଥିଲେ, ସ୍ତ୍ରୀ ବି ରିଲିଫ୍ ହେଲେ। ନମ୍ବର 10 କରୋନା ପରେ ବଦଳୁଛି କି ଏଚ୍ଏମ୍ପିଭି? କାହିଁକି ବଢ଼ୁଛି ଭାଇରସ୍ ଆକ୍ରାନ୍ତ ସଂଖ୍ୟା? ଭାରତରେ ଏଚ୍ଏମ୍ପିଭିର 8ଟି ମାମଲା। ଖାସ୍ କରି ପିଲାଙ୍କଠାରେ ବଢ଼ୁଛି ମାମଲା। ଚାଇନା ଏବଂ ମାଲେସିଆରେ ଏହାର ମାମଲା ବୃଦ୍ଧି ପାଉଛି। ଏଚ୍ଏମ୍ପିଭିର ଏହି ଭାଇରସ୍ ଦଶନ୍ଧି ପୁରୁଣା। 2001 ମସିହା ଏହା ମୟୂରଭଞ୍ଜଠାରେ ଚିହ୍ନଟ ହୋଇଥିଲା। ସେବେଠାରୁ ଭାରତରେ ସମେତ ବିଶ୍ୱର କେତେକ ଦେଶରେ ଏହାର ମାମଲା ଆସୁଛି। 2023ରେ ପ୍ରଥମ ମାମଲା ଭାରତରେ ଆସିଥିଲା। ପରେ ପୁଣେରେ ଏକ ଶିଶୁଠାରେ ଭାରତରୁ ଥିବା ବିଜି ମେଡିକାଲ କଲେଜରେ ନିଶ୍ଚିତ କରିଥିଲା। ଗତ ବର୍ଷ ଏଆଇଆଇଏମ୍ଏସ୍ରେ 700 ରୋଗୀଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହି ରୋଗୀଙ୍କ ମଧ୍ୟରୁ 4% ଏଚ୍ଏମ୍ପିଭି ଅଛନ୍ତି। ଏହି ଆକଳନଗୁଡ଼ିକ ଦର୍ଶାଏ ଯେ ଏହା ନୂଆ ଭୂତାଣୁ ନୁହେଁ। କିନ୍ତୁ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ରିପୋର୍ଟ ହେବା ଆଶ୍ଚର୍ଯ୍ୟ ନିଶ୍ଚୟ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, କାହିଁକି ବଢ଼ୁଛି ଏତେ ମାତ୍ରାରେ ମାମଲା ବଢ଼ୁଛି?